ସମସ୍ତଙ୍କୁ ମୋର ନମସ୍କାର। ସ୍ୱାଗତ କରୁଛି ଜବ୍ ନୋଟିଫିକେସନ ଓଡିଆର ପୁଣି ଗୋଟେ ନୂଆ ଭିଡିଓକୁ। ତ ଦେଖନ୍ତୁ ଆଇଓସିଏଲ ଓକେ ଆଇଓସିଏଲ ଯୋଉଟା କି ଆମର ରହୁଛି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ତରଫରୁ ଆମର ଅଲରେଡି ଅଲରେଡି ଅନଲାଇନ ଆବେଦନ ପ୍ରକ୍ରିୟା ଚାଲିଛି। ଓକେ, ଯୋଉଠି କହିବାକୁ ଗଲେ ଆପଣଙ୍କର ଏକ୍ଜିକ୍ୟୁଟିଭ ଯୋଉ ପୋଷ୍ଟ ସବୁ ରହିଛି ସେଇ ଏକ୍ଜିକ୍ୟୁଟିଭ ପୋଷ୍ଟ ମାନଙ୍କ ରିକ୍ରୁଟମେଣ୍ଟ ବାବଦକୁ ଏହାର ଅନଲାଇନ ଆବେଦନ ଅଲରେଡି ଚାଲିଛି। ତ ଏଇ ବାବଦ ଗୋଟେ ଛୋଟ ଇନଫର୍ମେସନ ଆପଣଙ୍କୁ ଦେବା ପାଇଁ ଚାହୁଁଛି, ଯୋଉଥିରେ କି ଆମେ ଫଟାଫଟ ଡିସକସ କରିନେବା କଣ ସବୁ ଭ୍ୟାକେନ୍ସି ରହିଛି, ପୋଷ୍ଟ କଣ ରହିଛି, ସାଲାରୀ କଣ ରହିଛି, ଏଜୁକେଶନ କ୍ୱାଲିଫିକେସନ କଣ ରହିବ, ସେ ସବୁ ଆମେ ଫଟାଫଟ ଆଲୋଚନା କରିକି ଦେଖିବା କଣ ସବୁ ରହିଛି। ଓକେ, ଡିଟେଲ ନୋଟିଫିକେସନ ପାଇଁ ଆପଣଙ୍କୁ କଣ କରିବାକୁ ପଡିବ, ଆପଣଙ୍କର ଆଇଏସଏଲ ଯୋଉ iosl.com ରହିଛି, ଓକେ, ପୋର୍ଟାଲକୁ ଭିଜିଟ କରି ଆପଣ କଣ କରିପାରିବେ, ଏହାର ନୋଟିଫିକେସନ ଆପଣ ଡାଉନଲୋଡ କରିପାରିବେ। ଠିକ ଅଛି, ତ ଦେଖନ୍ତୁ ଆଇଏସଏଲ ଆପଣ ଦେଖିବେ ଏଟା ଗୋଟେ ହଉଛି ଆମ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜ ଅଟେ, ଯୋଉଟା କି ମହାରତ୍ନ କମ୍ପାନୀ ଅଟେ, ଯୋଉଥିରେ ଆପଣଙ୍କର ବିଭିନ୍ନ ପୋଷ୍ଟ ବାବଦକୁ ରିକ୍ରୁଟମେଣ୍ଟ ବାବଦକୁ এই ନୋଟିଫିକେସନ କୁ ଜାରି କରାଯାଇଛି। ଦେଖନ୍ତୁ ଡିସକସନ କରି ସାରିଲା ପରେ ଯଦି କୌଣସି ଡାଉଟ ରୁହେ ତାହେଲେ ମୋତେ ନିହାତି କମେଣ୍ଟ ସେକ୍ସନରେ ପଚାରି ପାରିବେ ଆପଣଙ୍କ ଡାଉଟ କୁ। ଠିକ ଅଛି, ଓକେ, କମେଣ୍ଟ ସେକ୍ସନ ସବୁବେଳେ ଆପଣଙ୍କ ପାଇଁ ଖୋଲା ରହିଛି। ଦେଖନ୍ତୁ ପୋଷ୍ଟ ପାଖାପାଖି ଆପଣଙ୍କ ଏଠି ପୋଷ୍ଟ ଆପଣ ଟୋଟାଲ ସବୁ ପୋଷ୍ଟ ମାନଙ୍କର ଯଦି ଦେଖିବା ତ କମ୍ପ୍ଲିଟଲି ଆପଣ 470ଟି ଭ୍ୟାକେନ୍ସି ଆପଣ ଦେଖିବାକୁ ପାଇବେ। ଏଠି ମେନସନ କରାହେଇନି, ମୁଁ କହିଦଉଛି ଆପଣ ଟୋଟାଲ ଭ୍ୟାକେନ୍ସି ଆପଣଙ୍କର 470ଟି ଭ୍ୟାକେନ୍ସି ଅଛି। ମାନେ କୋଉ ପୋଷ୍ଟରେ କେତୋଟି ଭ୍ୟାକେନ୍ସି ଅଛି ସେସବୁ ବାବଦକୁ ଆମେ ଟିକେ ବି ଆଲୋଚନା କରିନେବା ଲାଷ୍ଟରେ। ଦେଖନ୍ତୁ ଏଠି ଆପଣଙ୍କୁ ମେନସନ କରାଯାଇଛି ଯୋଉ ଅନଲାଇନ ଆବେଦନ ପ୍ରକ୍ରିୟା ଆପଣଙ୍କର 12 ଅଗଷ୍ଟରୁ ଷ୍ଟାର୍ଟ ହେଇଛି ବୋଲି। 12 ଅଗଷ୍ଟ ନୁହଁ, ଏଟା ଆପଣଙ୍କର 14 ଅଗଷ୍ଟରୁ ଷ୍ଟାର୍ଟ ହେଇଛି। ଓକେ, 14 ଅଗଷ୍ଟ 2024 ରୁ ଷ୍ଟାର୍ଟ ହେଇଛି ଏବଂ 3 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆପଣଙ୍କୁ ଅନଲାଇନ ଆବେଦନ ପ୍ରକ୍ରିୟା ଚାଲି ରହିବ। ଓକେ, 31 ଅଗଷ୍ଟ ନୁହଁ, ଆପଣଙ୍କର 3 ସେପ୍ଟେମ୍ବର ଆପଣଙ୍କର ପର୍ଯ୍ୟନ୍ତ ଆପଣଙ୍କର ଅନଲାଇନ ଆବେଦନ ପ୍ରକ୍ରିୟା ଆପଣ କରିପାରିବେ। ଠିକ ଅଛି, ଏତିକି ପାଇଁ ଦେଖନ୍ତୁ ପୋଷ୍ଟ କଣ ରହିଛି, ପୋଷ୍ଟ ରହିଛି ଆପଣଙ୍କର ଇଞ୍ଜିନିୟର୍ସ ବା ଅଫିସର୍ସ ପୋଷ୍ଟ ରହିଛି, ଯୋଉଥିରେ ଆପଣଙ୍କ କ୍ୱାଲିଫିକେସନ ଗ୍ରାଜୁଏସନ ଇଞ୍ଜିନିୟର କିମ୍ବା ଆପଣ ଏମବିଏ କରିଛନ୍ତି ସେଥିପାଇଁ ଆପଣ ଆବେଦନ କରିପାରିବେ। ନେକ୍ସଟ ପୋଷ୍ଟ ରହୁଛି ଆପଣଙ୍କର ଲ ଅଫିସର ପୋଷ୍ଟ ରହୁଛି ଏବଂ ଆଉ ଗୋଟେ ରହୁଛି ଆପଣଙ୍କର ଆସିଷ୍ଟାଣ୍ଟ କ୍ୱାଲିଟି କଣ୍ଟ୍ରୋଲ ଅଫିସର୍ସ, ଆଉ ଗୋଟେ ରହୁଛି ଜୁନିୟର ଇଞ୍ଜିନିୟର୍ସ ବା ଜୁନିୟର ଅଫିସର, ଯୋଉଥିରେ ଆପଣଙ୍କର ଡିପ୍ଲୋମା ଇଞ୍ଜିନିୟର୍ସ ପିଲା ବି ଆପଣ ଆବେଦନ କରିପାରିବେ। ତ ଦେଖିବାକୁ ଗଲେ ସମସ୍ତଙ୍କ ପାଇଁ ଏଠି ସୁବିଧା ରହିଛି। ଆଉ ଗୋଟେ କଥା ଦେଖନ୍ତୁ, ଯୋଉ ଇଞ୍ଜିନିୟର୍ସ ବା ଅଫିସର୍ସ ପୋଷ୍ଟ ମାନଙ୍କ ପାଇଁ ଦେଖନ୍ତୁ କୌଣସି ବି ଆପଣଙ୍କର ମାଣ୍ଡେଟରୀ ୱର୍କ ଏକ୍ସପିରିଏନ୍ସ ବା ଆପଣଙ୍କର ଏକ୍ସପିରିଏନ୍ସର ଆବଶ୍ୟକତା ୱର୍କିଂ ଏକ୍ସପିରିଏନ୍ସର ଆବଶ୍ୟକତା ନାହିଁ, ନା ଏଥିପାଇଁ ନା ଏଥିପାଇଁ। ଠିକ ଅଛି, ୟା ପାଇଁ ବି ନାହିଁ, ୟା ପାଇଁ ବି ନାହିଁ। କିନ୍ତୁ ଲ ଅଫିସର୍ସ ଏବଂ ଆପଣଙ୍କର ଆସିଷ୍ଟାଣ୍ଟ କ୍ୱାଲିଟି ବା କ୍ୱାଲିଟି କଣ୍ଟ୍ରୋଲ ଅଫିସର୍ସ ପାଇଁ ଆପଣଙ୍କର 2 ବର୍ଷର ଏକ୍ସପିରିଏନ୍ସ ରହିବା ନିହାତି ଦରକାର, ପୋଷ୍ଟ କ୍ୱାଲିଫିକେସନ ଏକ୍ସପିରିଏନ୍ସ ନିହାତି ଭାବରେ। ଠିକ ଅଛି, ଦେଖନ୍ତୁ ତ ଏଠି ଆପଣ ଯଦି ଇଞ୍ଜିନିୟର୍ସ ଅଫିସର ଯୋଉ ଗ୍ରାଜୁଏଟ ଇଞ୍ଜିନିୟର୍ସ ପାଇଁ ଦେଖିବେ ଏବଂ ଲ ଅଫିସର ପାଇଁ ଦେଖିବେ, ଏଟା ଗ୍ରେଡ ଏ ପୋଷ୍ଟ ରହୁଛି ଆପଣଙ୍କର। ଆଉ ଯୋଉ ଆସିଷ୍ଟାଣ୍ଟ କ୍ୱାଲିଟି କଣ୍ଟ୍ରୋଲ ରହିଲା ଏଟା A0 ଏବଂ E0 ମାନେ ଆପଣଙ୍କର ରହୁଛି ଆପଣଙ୍କର ପୋଷ୍ଟ ଲେଭେଲ ରହୁଛି। ଯୋଉ ପେ ସ୍କେଲ ଦେଖିବା ଆମର ଗ୍ରାଜୁଏଟ ଇଞ୍ଜିନିୟର୍ସ ମାନଙ୍କ ପାଇଁ ତାଙ୍କର ମିନିମମ୍ ଷ୍ଟାର୍ଟ ହେଉଛି 50,000 ରୁ ଏବଂ 1,60,000 ପର୍ଯ୍ୟନ୍ତ ରହିବ ଆପଣଙ୍କର ସାଲାରୀ ରହିବ। ଆପଣଙ୍କର ଲ ଅଫିସର ପାଇଁ ବି ସେ ସେମ୍ ହିଁ ରହୁଛି, କାହିଁକିନା ମାନେ ଆପଣଙ୍କର ଗ୍ରେଡ ଏ ପୋଷ୍ଟ ରହୁଛି ଯେହେତୁ ସାଲାରୀ ଆପଣଙ୍କର ସେମ୍ ହିଁ ରହିବ। ସେମିତି ଦେଖନ୍ତୁ ଆପଣଙ୍କର ଆସିଷ୍ଟାଣ୍ଟ କ୍ୱାଲିଟି କଣ୍ଟ୍ରୋଲ ପାଇଁ ଦେଖିବେ, ସେଠି ଆପଣଙ୍କର ମିନିମମ୍ ସାଲାରୀ ଆପଣଙ୍କର ଷ୍ଟାର୍ଟ ହେଉଛି 40,000 ରୁ ଷ୍ଟାର୍ଟ ହେଇଯାଉଛି ଏବଂ 1,40,000 ପର୍ଯ୍ୟନ୍ତ ଆପଣଙ୍କର ଷ୍ଟାର୍ଟ ଚାଲୁ ରହିବ ଏବଂ ଆପଣ ଜୁନିୟର ଇଞ୍ଜିନିୟର୍ସ ପାଇଁ 30,000 ଷ୍ଟାର୍ଟ ହେଇ ଆପଣଙ୍କର 1,20,000 ଟଙ୍କା ପର୍ଯ୍ୟନ୍ତ ରହିବ। ଦେଖନ୍ତୁ ଡିସିପ୍ଲିନ କୋଉ ଡିସିପ୍ଲିନ ପିଲାମାନେ ଏହା ପାଇଁ ଆବେଦନ କରିପାରିବେ, ଯଦି ଆପଣ ଦେଖିବେ ଆପଣଙ୍କର ଗ୍ରାଜୁଏଟ ଇଞ୍ଜିନିୟର ପାଇଁ ସେଥିପାଇଁ ଦେଖିବେ ଆପଣ କେମିକାଲ, ମେକାନିକାଲ, ସିଭିଲ, କମ୍ପ୍ୟୁଟର ସାଇନ୍ସ କିମ୍ବା ସରି ଏଣ୍ଡ ଆଇଟି, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ ଏବଂ ଇନ୍ଷ୍ଟ୍ରୁମେଣ୍ଟେସନ ବୋଲି ଯଦି ଆପଣ ଡିସିପ୍ଲିନ କିମ୍ବା ଟ୍ରେଡ୍ ଯଦି ଆପଣ କରିଛନ୍ତି, ଇଞ୍ଜିନିୟରିଂ କରିଛନ୍ତି, ଗ୍ରାଜୁଏସନ କରିଛନ୍ତି, ତାହେଲେ ଆପଣ ଏଲିଜିବଲ ହେବେ ୟା ପାଇଁ ଆବେଦନ କରିବା ପାଇଁ। ସେମିତି ଲ ଅଫିସର ପାଇଁ ଦେଖନ୍ତୁ, ଲ ଅଫିସର ଦେଖନ୍ତୁ ଆପଣ ଯଦି ଲ କରିଛନ୍ତି ଆପଣ 3 ଇୟର ବାଲା ଆପଣ ଲ କରିଥାନ୍ତୁ। ଓକେ, 3 ବର୍ଷ ବାଲା ଲ କରିଥାନ୍ତୁ, ଯୋଉଟା କି ଆପଣ ଗ୍ରାଜୁଏସନ ପରେ କରିଥାନ୍ତି। ଠିକ ଅଛି, ଆଉ ଯଦି ଆପଣ କରିପାରିବେ ଆପଣଙ୍କର ଯୋଉ ରହିଛି ଆପଣଙ୍କର 5 ବର୍ଷ 5 ଇୟର୍ସ ଯୋଉ ରହିଛି ଆପଣଙ୍କର, ଠିକ ଅଛି, ମାନେ ଇଣ୍ଟିଗ୍ରେଟେଡ ଯୋଉ ଲ ରହିଛି ସେଟା ଯଦି ଆପଣ କରିଛନ୍ତି ତଥାପି ଆପଣ ଆବେଦନ କରିପାରିବେ। 3 ବର୍ଷ ଲ ହଉ କିମ୍ବା ଆପଣ 5 ବର୍ଷ ଲ ହଉ ତଥାପି ଆପଣ ଆବେଦନ କରିପାରିବେ। କିନ୍ତୁ ଲ କରି ସାରିଲା ପରେ ଆପଣଙ୍କ ପାଖରେ କମ ସେ କମ ପୋଷ୍ଟ କ୍ୱାଲିଫିକେସନ ଆପଣ 2 ବର୍ଷର ଏକ୍ସପିରିଏନ୍ସ ରହିବା ଦରକାର ଅଛି, ମିନିମମ୍ ଏକ୍ସପିରିଏନ୍ସ ରହିବା ଦରକାର ଅଛି ଆପଣଙ୍କର ଆଜ ଏ ଆଡଭୋକେସି କରିଥିବା ଦରକାର ଅଛି। ଓକେ, ଡିଗ୍ରୀ ଲ କରି ସାରିଲା ପରେ ଏକ୍ସପିରିଏନ୍ସ ରହିବା ନିହାତି ଜରୁରୀ। ସେମିତି ଦେଖନ୍ତୁ କ୍ୱାଲିଟି କଣ୍ଟ୍ରୋଲ ପାଇଁ ଆପଣଙ୍କର ଯୋଉ ରହିଛି ସେଇ ଆପଣଙ୍କର ଯୋଉ ରହିଛି ମାଇଛନ୍ତି ସେ ଆପଣଙ୍କର କେମିଷ୍ଟ୍ରି ମାଇଛନ୍ତି। ଠିକ ଅଛି, ଯଦି କେମିଷ୍ଟ୍ରି କରିଛନ୍ତି, ଏମଏସସି ରେ କରିଛନ୍ତି କେମିଷ୍ଟ୍ରି ବା ପିଜି କରିଛନ୍ତି କେମିଷ୍ଟ୍ରିରେ, ତାହେଲେ ଆପଣ ଏଲିଜିବଲ ହେବେ। କିନ୍ତୁ ତାପରେ ଦେଖନ୍ତୁ ସେ 2 ବର୍ଷର ଏକ୍ସପିରିଏନ୍ସ ମାଗିଛନ୍ତି। ସେମିତି ଜୁନିୟର ଇଞ୍ଜିନିୟର୍ସ ପାଇଁ ଦେଖନ୍ତୁ ସରି ସରି ଟିକେ କ୍ଷମା କରିବେ, ଟିକେ ଦେହ ଭଲ ନାହିଁ ତ। ଓକେ, ଦେଖନ୍ତୁ ଆପଣ ଜୁନିୟର ଇଞ୍ଜିନିୟର୍ସ ପାଇଁ ଦେଖିବେ, ଏଥିପାଇଁ ଆପଣଙ୍କର ଯୋଉ କ୍ୱାଲିଫିକେସନ ସେ ମାଗିଛନ୍ତି ସେଟା ହେଉଛି ଇଲେକ୍ଟ୍ରିକାଲ, ମେକାନିକାଲ ଏବଂ ସେଫ୍ଟି। ଏଇଭଳି ଡିସିପ୍ଲିନ ଯଦି ଆପଣ କରିଛନ୍ତି ତାହେଲେ ଆପଣ ଏଲିଜିବଲ ହଉଛନ୍ତି ୟାକୁ ଆବେଦନ କରିବା ପାଇଁ। ଏଥିପାଇଁ କୌଣସି ବି ପ୍ରାୟର ଆପଣଙ୍କର ମାନେ କଣ ୱର୍କ ଏକ୍ସପିରିଏନ୍ସ ଆବଶ୍ୟକତା ନାହିଁ। ତ ଷ୍ଟାର୍ଟିଂ ଆମେ ଏସବୁ ଡିସକସ କରିସାରିଲା, ତ ମୋଟାମୋଟି ଭାବରେ ଆପଣଙ୍କର ଏସବୁ ରହୁଛି। ଡିଟେଲ ମୁଁ କହିଲି ଆପଣଙ୍କର ଡିଟେଲ ନୋଟିଫିକେସନ କୁ ସେ ଡିଟେଲ
ओके डिटेल नोटिफिकेशन को से ऑलरेडी रिलीज कर देइछन्ती मु सेटा डिस्कस करनी एठी आपन एठी केवल आपन गोटे छोटो इन्फॉर्मेशन दउछि रिगार्डिंग जे ए नोटिफिकेशन रिगार्डिंग जोटा कि आपन को टिके वैल्यूएबल हो जदि आपन नोटिफि माने पर्यंत ए इन्फॉर्मेशन पहुंची पारनी तो जहां द्वारा बाबू आपन को पहुंची पारिबे देखो जो माने भी देखुछन्ती वीडियो टिको मु कहबी निहाती भारे अन्य मान को शेयर मध्ये करन वीडियो टिको ओके शेयर करंतु एवं जहां द्वारा अन्य मान पाखु इन्फॉर्मेशन को पहुंची पारिबो देखो आपन भी जानि परिबा द्वारा अन्य मान भी जानिबे द्वारा कोन हबो जो वैकेंसी बाहर तो ता द्वारा अन्य मान भी उपकृत हेई पारिबे बा तांको भी हेल्पफुल हेई पारिबो ओके और जदि आपन हेल्प लागुछ तो निहाती गोटे लाइक करिवे এবং ତା ସହିତ କଣ କରିବେ ନା ଭିଡିଓଟିକୁ କଣ କରିବେ ଅନ୍ୟମାନଙ୍କୁ ସେୟାର କରିବା ସହିତ ଗୋଟେ ସବସ୍କ୍ରାଇବ ମଧ୍ୟ କରିକି ଯିବେ ଯଦି ଆପଣ ନୂଆ ହିଁ ଚ୍ୟାନେଲକୁ ଆସୁଛନ୍ତି ଠିକ ଅଛି ଓକେ ତ ମୁଁ କଣ କରୁଛି ନା ଏବେ ଦେଖିବା ଆମେ ଏଇ ଯୋଉ ଭ୍ୟାକେନ୍ସି ରହିଛି ଆପଣଙ୍କର ଓକେ ଏହା ପାଇଁ କଣ କଣ ପୋଷ୍ଟ କଣ ରହିଛି କେତୋଟି ଭ୍ୟାକେନ୍ସି ରହିଛି ସେ ସବୁ ଟିକେ ଆମେ ଆଲୋଚନା ବି କରିନେବା ଦେଖନ୍ତୁ ଏଠି ଆମେ ଭ୍ୟାକେନ୍ସି ବାବଦରେ ଟିକେ ଦେଖିବା ଦେଖନ୍ତୁ ଏଠି ଦେଖନ୍ତୁ ଯେ ଡିସିପ୍ଲିନ ୱାଇଜ ବି ସେ ଭ୍ୟାକେନ୍ସି କରିଦେଇଛି ଆପଣଙ୍କର ଯୋଉ ଆପଣଙ୍କର ଇଞ୍ଜିନିୟର ଯୋଉ ଗ୍ରାଜୁଏଟ ପୋଷ୍ଟ ପାଇଁ ଯୋଉ ରହିଛି ଆପଣଙ୍କର ସିଭିଲ ପାଇଁ ଦେଖନ୍ତୁ ଟୋଟାଲ ଆପଣଙ୍କର 62ଟି ପୋଷ୍ଟ ରହିଛି କେମିକାଲ ପାଇଁ ଆପଣଙ୍କର 16ଟି ଇଲେକ୍ଟ୍ରିକାଲ ପାଇଁ ଆପଣଙ୍କର 75ଟି and ଇଲେକ୍ଟ୍ରୋନିକ କମ୍ୟୁନିକେସନ ପାଇଁ 32ଟି ରହିଛି ଇନଷ୍ଟ୍ରୁମେଣ୍ଟେସନ ପାଇଁ ଆପଣଙ୍କର କେତେ ରହୁଛି ଆପଣଙ୍କୁ ଦେଖନ୍ତୁ 35 ରହୁଛି ସେମିତି କମ୍ପ୍ୟୁଟର ସାଇନ୍ସ ଏବଂ ଆଇଟି ପାଇଁ ରହିଛି ଆପଣଙ୍କର 22 ରହିଛି ଏବଂ ଲ ପାଇଁ ଦେଖନ୍ତୁ 10ଟି ଭ୍ୟାକେନ୍ସି ରହିଛି ଏବଂ ମାର୍କେଟିଂ ପାଇଁ ରହିଛି ଆପଣଙ୍କର 41ଟି ଭ୍ୟାକେନ୍ସି ରହିଛି ଓକେ ମେକାନିକାଲ ପାଇଁ ଦେଖନ୍ତୁ 118ଟି ଭ୍ୟାକେନ୍ସି ରଖାଯାଇଛି ଆପଣଙ୍କର ଓକେ ସବୁଠୁ ଅଧିକ ଭ୍ୟାକେନ୍ସି ଗୋଟେ ଲାଗୁଛି ସେଠି ଓକେ ସବୁଠୁ ଅଧିକ ଭ୍ୟାକେନ୍ସି ଆପଣଙ୍କର ମେକାନିକାଲ ପୋଷ୍ଟ ପାଇଁ ରଖାଯାଇଛି କିନ୍ତୁ ଆପଣ ଯୋଉମାନେ ଲ ଗ୍ରାଜୁଏଟ ପିଲା ଅଛନ୍ତି ଓକେ ତାଙ୍କ ପାଇଁ ଟିକେ କମ ଅଛି ପୋଷ୍ଟ ରହିଛି ଯୋଉଟା କି ଆପଣଙ୍କର ମାତ୍ର ଆପଣଙ୍କୁ 10ଟି ପୋଷ୍ଟ ଦିଆଯାଇଛି ଆପଣଙ୍କୁ ଓକେ ସେମିତି ଆପଣ ଯଦି କ୍ୱାଲିଟି କଣ୍ଟ୍ରୋଲ ପାଇଁ ଦେଖିବା ସେଥିପାଇଁ ଆପଣଙ୍କର ଟୋଟାଲ ପୋଷ୍ଟ ରହିଛି ଆପଣଙ୍କର 9ଟି ପୋଷ୍ଟ ରହିଛି ଦେଖନ୍ତୁ କ୍ୟାଟେଗୋରୀ ୱାଇଜ ବି ମେନସନ କରିଦିଆଯାଇଛି ତ ସେସବୁ ଆମେ ଡିସ୍କସ କରୁନି କୋଉ କ୍ୟାଟେଗୋରୀ କେତେ ପୋଷ୍ଟ ରହିଛି ବୋଲି କେବଳ ଆମେ ଟୋଟାଲ ଭ୍ୟାକେନ୍ସି ମାନଙ୍କୁ ଡିସ୍କସ କରି ନଉଛି ଓକେ ତ କ୍ୱାଲିଟି କଣ୍ଟ୍ରୋଲ ଆପଣଙ୍କର 9ଟି ଭ୍ୟାକେନ୍ସି ରହିଛି ଏବଂ ଯଦି ଆମେ ଜୁନିୟର ଇଞ୍ଜିନିୟର୍ସ ପାଇଁ ଦେଖିବା ଓକେ ଜୁନିୟର ଇଞ୍ଜିନିୟର ପାଇଁ ଦେଖିବା ସେଥିରେ ଆପଣଙ୍କର ଇଲେକ୍ଟ୍ରିକାଲ ପାଇଁ ରହିଛି 14ଟି ରହିଛି ମେକାନିକାଲ ପାଇଁ ରହିଛି 21ଟି ଏବଂ ସେଫ୍ଟି ପାଇଁ ରହିଛି ଆପଣଙ୍କର 15ଟି ଭ୍ୟାକେନ୍ସିଜ ରହିଛି ঠিক আছে এটা মোটামুটি ভাবে এদের আপনাদের ভ্যাকেন্সি দিব দেখা গেল যদি হিসাব করিবে দেখি নেবে 470টি ভ্যাকেন্সি হচ্ছে কি নাই ওকে তো আହୁରି ভ্যাকেন্সি রয়েছে তা কিন্তু এটা আপনাদের অন্য পিলাମାନଙ୍କ ପାଇଁ ଯୋଉମାନେ କି ମାନେ ଫିଜିକାଲି ଯୋଉମାନେ ଅଛନ୍ତି ଓକେ ପିଡବ୍ଲ୍ୟୁଡି ପିଲାମାନଙ୍କ ପାଇଁ ସେଇଭଳି ପିଲାମାନଙ୍କ ପାଇଁ এই ଭ୍ୟାକେନ୍ସି କୁ ମେନସନ କରାହେଇଛି ଓକେ ତ ଏସବୁ ଆପଣଙ୍କ ପାଇଁ ନୁହଁ ଯୋଉମାନେ ବି ମାନେ ଫ୍ରେଶର ଅଛନ୍ତି ପୁରା କମ୍ପ୍ଲିଟଲି ଓକେ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି ସେମାନଙ୍କ ପାଇଁ এই ଭ୍ୟାକେନ୍ସି କୁ ମେନସନ କରାହେଇଛି ତ ମୋଟାମୋଟି ଭାବରେ ଏଇଟା ରହୁଛି ଆପଣଙ୍କର ଭ୍ୟାକେନ୍ସି ଯୋଉ ଆମର ରହିଛି ଆଇଏସଏଲ ତରଫରୁ ଆସିଥିବା ଆମର ଗ୍ରାଜୁଏଟ ହଉ କିମ୍ବା ଡିପ୍ଲୋମା ଇଞ୍ଜିନିୟର ହଉ ଲ ଅଫିସର ହଉ କିମ୍ବା କ୍ୱାଲିଟି କଣ୍ଟ୍ରୋଲ ହଉ এইଭଳି ଭ୍ୟାକେନ୍ସି ଯୋଉ ରହିଛି ତାଙ୍କର ଏଇଠୁ ଟୋଟାଲ ଭ୍ୟାକେନ୍ସି ଡିଟେଲ ଏଠି ମେନସନ କରାଯାଇଛି ଆପଣ ଏଟା ୱେବସାଇଟରୁ ବି ପାଇପାରିବେ ଓକେ ପ୍ରଥମ ପେଜରେ ଆପଣ ଯଦି ଚେକ୍ କରିବେ ଆପଣ ଓକେ ଭ୍ୟାକେନ୍ସି ଡିଟେଲ ଚେକ୍ କରିବେ ଆପଣଙ୍କୁ ପ୍ରଥମେ ଆପଣ ଦେଖିବାକୁ ପାଇବେ ଆପଣଙ୍କର ଅନଲାଇନ ଆବେଦନ ପ୍ରକ୍ରିୟାର ଲିଙ୍କ ପାଇବେ ତାପରେ ଆପଣଙ୍କ ଆଡଭର୍ଟାଇଜମେଣ୍ଟର ଲିଙ୍କ ପାଇବେ ତାପରେ ଆପଣ ଟୋଟାଲ ଭ୍ୟାକେନ୍ସି କୋଉ କ୍ୟାଟେଗୋରୀ କଣ ଅଛି ତାକୁ ପାଇବେ ଓକେ ଡିଟେଲ ନୋଟିଫିକେସନ ଆପଣ ଦେଖିବାକୁ ପାଇଯିବେ ଓକେ ଅଲଗା ଅଲଗା ସବୁ ମେନସନ କରିଦିଆଯାଇଛି ଗୋଟେ ଜାଗାରେ କରାହେଇନି ଆପଣଙ୍କ ଭ୍ୟାକେନ୍ସି ଡିଟେଲକୁ ସେ ମେନ୍ ଯୋଉ କୁହନ୍ତି ମେନ୍ ନୋଟିଫିକେସନ ଅଲଗା ସେ ମାନେ କଣ ମାନେ ଡିଫରେଣ୍ଟ ମାନେ ଅଲଗା ମାନେ ଡିଫରେଣ୍ଟ କରାହେଇଛି ଆପଣଙ୍କୁ ଓକେ ଅଲଗା ଅଲଗା କରି ରଖାହେଇଛି ঠিক আছে ସେଥିରୁ ଆପଣ ଡାଉନଲୋଡ କରି ଦେଖିପାରିବେ ঠিক ଅଛି ତ ଏତିକି ରହୁଛି ଇନଫର୍ମେସନ ଆଉ ବେଶୀ ମୁଁ ଡିସ୍କସ କରୁନି ଡିଟେଲ ନୋଟିଫିକେସନ ଯଦି ଆପଣ ଚାହୁଁଛନ୍ତି ମୋତେ ନିହାତି କମେଣ୍ଟ ସେକ୍ସନରେ ଜଣାଇପାରିବେ ଯେ ଡିଟେଲ ନୋଟିଫିକେସନ ଆମେ ଡିସ୍କସ କରିବା ଓକେ ତ ମୋତେ ନିହାତି ୟେସ୍ ୟେସ୍ ବୋଲି ଲେଖିପାରିବେ ଯେ ଡିଟେଲ ନୋଟିଫିକେସନ ପାଇଁ ତାହେଲେ ମୁଁ ନିହାତି ଭାବରେ ୟା ପାଇଁ ଆମେ ଡିସ୍କସନ ମଧ୍ୟ କରିବା ঠিক ଅଛି ତ ଇନଫର୍ମେସନ ଆପଣଙ୍କୁ କେମିତି ଲାଗିଲା ସେଟା ମୋତେ ନିହାତି କମେଣ୍ଟ ସେକ୍ସନରେ ଜଣାଇବେ ଯଦି ଇନଫର୍ମେସନ ଆପଣଙ୍କୁ କୌଣସି ପ୍ରକାର ହେଲ୍ପ ହଉଛି ସାହାଯ୍ୟ ହଉଛି ତାହେଲେ ନିହାତି ଭାବରେ ଗୋଟେ ଲାଇକ୍ କରନ୍ତୁ ଏବଂ ତା ସହିତ ଯଦି କୌଣସି ବି କ୍ୟାଣ୍ଡିଡେଟ୍ କିମ୍ବା ଆପ୍ଲିକାଣ୍ଟ କୌଣସି ପିଲା ଯଦି ନୂଆ ହେଇ ଆସିଛନ୍ତି ଚ୍ୟାନେଲକୁ ନିହାତି ଭାବରେ ଗୋଟେ ସବସ୍କ୍ରାଇବ କରନ୍ତୁ ଏବଂ ଯାହାଦ୍ୱାରା ମୋତେ ଗୋଟେ ମୋଟିଭେସନ ମିଳିବ ଏବଂ ମୋତେ ଆଗକୁ ବଢିବା ପାଇଁ ଗୋଟେ ହେଲ୍ପ ମଧ୍ୟ ମିଳିବ ଠିକ ଅଛି ତ ଆମେ ପୁଣି ଥରେ କଥା ହବା ପୁଣି ଥରେ ଦେଖା ହବା ଆଉ ଗୋଟେ ନୂଆ ଭିଡିଓରେ ଏବେ ପାଇଁ ରହିଲି ନମସ୍କାର ଜୟ ଜଗନ୍ନାଥ